तो भाई मैं यूट्यूब चैनल ଆପଣଙ୍କୁ ପୁଣି ସ୍ୱାଗତ। ତ ଆଜି ଯୋଉ ଟପିକ୍ ଉପରେ ଆମେ କଥାବାର୍ତ୍ତା ହବାକୁ ଯାଉଛେ ତ ସେଇଟା ଆପଣମାନେ ଅଲରେଡି ଥମ୍ବନେଲରୁ ଜାଣିସାରିଥିବେ। ଓକେ, ତ 1 ୱିକ୍ ତଳେ ଗୋଟେ ଧମାକା ହଉଛି, ଛୋଟ ଧମାକା ଗୋଟେ ଓଲିଉଡରେ ଆସିଥିଲା। ତା ନାଁ ହଉଛି ବରବଧୁ। ଆକ୍ଚୁଆଲି ବରବଧୁର ଟିଜର ଆଣ୍ଡ ଟ୍ରେଲର ବହୁତ ହିଁ ଭଲ ହେଇଥିଲା, ଯୋଉଥିପାଇଁ କି ମୁଭିକୁ ନେଇକି ଯୋଉ କ୍ରେଜ୍ ଥିଲା, ଯୋଉ ହାଇପ୍ ଥିଲା, ସେଟା ପାଇଁ ବହୁତ ହିଁ ବଢି ଯାଇଥିଲା। ତ ମୁଭି ଯେତେବେଳେ ରିଲିଜ ହେଲା, ଆକ୍ଚୁଆଲି ସମସ୍ତେ ଗୋଟେ କ୍ୟୁରିଓସିଟିରେ ଥିଲେ। ଆକ୍ଚୁଆଲି ୟାର ଟିଜର ଆଣ୍ଡ ଟ୍ରେଲର ଯେତିକି ଭଲ ହେଇଛି, ମୁଭି ଆକ୍ଚୁଆଲି ସେତିକି ଭଲ ହବ କି ନାହିଁ, ସମସ୍ତେ ଗୋଟେ କନଫ୍ୟୁଜନ ଥିଲେ। ଆଉ ସମସ୍ତେ ନା ବହୁତ ଏକ୍ସାଇଟେଡ ବି ଥିଲେ ମୁଭିକୁ ନେଇକି। ଆଣ୍ଡ ଭାଇ ମୁଭି ଯୋଉ ଟାଇପର ଡେଲିଭର କଲା, ଲିଟରାଲି ଚ୍ୟାଟର ଇନ ଦ ସେନ୍ସ, ଆମର ଏକ୍ସପେକ୍ଟେସନ ଯୋଉଟା ଥିଲା, ମୁଭିଟା ତାକୁ ପାର କରିଗଲା। ମାନେ ଏଇଟା ଆମେ କେହି ହେଲେ ଭାବିନଥିଲୁ। नो डाउट ମୁଁ ବି ବହୁତ ଏକ୍ସାଇଟେଡ ଥିଲି ମୁଭି ପାଇଁ। ମୁଁ ବି ଭାବୁଥିଲି ଯେ ଭାଇ ମୁଭି ଭଲ ହେଇଥିବ, ଭଲ ତ ଲାଗୁଛି, ଆକ୍ଟିଂ ଭଲ ଲାଗୁଥିଲା, ସବୁ ଜିନିଷ ମତେ ଭଲ ଲାଗୁଥିଲା। ବଟ୍ ମୁଭି ଭାଇ ଜଷ୍ଟ ଏକ୍ସେପ୍ଟ ବହୁତ ହିଁ ବଢିଆ ହେଇଛି। ତ ଆଜିକି ମୁଭିକୁ ଅଲମୋଷ୍ଟ 7 ଦିନ ଖଣ୍ଡେ ହେଇଗଲାଣି। ମୁଭି 13 ତାରିଖ ଦିନ ରିଲିଜ ହେଇଥିଲା, ଭିଡିଓ ରିଲିଜ ହେଲା ବେଳକୁ ମୁଭି ଅଲରେଡି 7 to 8 days ହେଇଗଲାଣି। ଆଣ୍ଡ ମୁଭିର ଏବେ ଯୋଉ ମାଉଥ ଓପନିଂ ଯୋଉ ଟାଇପର ହଉଛି, ମାଉଥ ପବ୍ଲିସିଟି ଯୋଉ ଟାଇପର ହଉଛି, ଦ୍ୟାଟ ଇଜ ଇନସେନ୍। ବହୁତ ହିଁ ନେକ୍ସଟ ଲେଭେଲ ହଉଛି। ତ ଏତେ ସାରା ଭଲ ପାଇବା ମୁଭିକି କଣ ପାଇଁ ମିଳୁଛି, ତ ସେସବୁ ବିଷୟରେ ଆମେ ଡିଟେଲ୍ସରେ ଭିଡ଼ିଓରେ କଥାବାର୍ତ୍ତା ହବା। ଚାଲନ୍ତୁ ଆଉ କିଛି ଟାଇମ୍ ୱେଷ୍ଟ ନ କରି ଏ ଭିଡ଼ିଓ ଷ୍ଟାର୍ଟ କରିବା। ତ ମୁଁ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ କରିବି, ଯଦି ଆପଣମାନେ ମୋ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଭାଇ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ। କାରଣ 5 ସେକେଣ୍ଡରେ ବି କାମ ନୁହଁ ଭାଇ ଏଇଟା, କିନ୍ତୁ ଆପଣମାନଙ୍କ ସେ ଯୋଉ ଗୋଟେ ଗୋଟେ ସବସ୍କ୍ରାଇବର ନା ମତେ ବହୁତ ସାରା ହିଁ ପଜିଟିଭ ଏନର୍ଜି ଦଉଛି ଏଇ ଟାଇପର କଣ୍ଟେଣ୍ଟ ଆପଣଙ୍କ ପାଖରେ ପହଞ୍ଚେଇବା ପାଇଁ। ଓକେ, ତ ଦେଖନ୍ତୁ, ଗୋଟେ ମୁଭି ଆପଣଙ୍କୁ କୋଉ ଟାଇମରେ ଭଲ ଲାଗେ? ଯଦି ମୁଭିଟା ଆପଣଙ୍କୁ ସେତିକି ରିଲେଟେବଲ ଲାଗୁଥିବ, ମାନେ ମୁଭି ଆପଣ ମାନେ ଯାହା ଦେଖୁଥିବେ ତାକୁ ନେଇକି ଯଦି ଆପଣ ନିଜ ଲାଇଫରେ ଯଦି ଇମ୍ପ୍ଲିମେଣ୍ଟ କରିପାରୁଥିବେ, ଆପଣ ଯଦି ନିଜ ଲାଇଫ ଇନ୍ସିଡେଣ୍ଟ ସହିତ ଯଦି ତାକୁ ଆପଣ ରିଲେଟ କରିପାରୁଥିବେ, ସେଇଟା ଗୋଟେ କେସ୍। ସେକେଣ୍ଡରେ ଆପଣ ମାନେ ମୁଭିରେ ଯାହା ବି ଦେଖୁଛନ୍ତି ଆପଣଙ୍କୁ ସବୁ ଜିନିଷ ରିଅଲ ଲାଗୁଥିବ, ସେଇଟା ଫେକ୍ ଲାଗୁନଥିବ, ସେଇଟା ଗୋଟେ ଫ୍ୟାକ୍ଟର। ଥାର୍ଡ ହଉଛି ଆପଣଙ୍କର ଇମାଜିନେସନରେ ଯୋଉ ଟାଇପର ଆପଣ ଗୋଟେ ଭାବିଥିବେ, ସେ ଲେବୁଲ ଯଦି ମୁଭି ମ୍ୟାଚ୍ କଲା, ବୁଝିପାରିଲେ କି? ଆଉ ଗୋଟେ ହଉଛି ଅନଇମାଜିନାରୀ ଗୋଟେ ୱାର୍ଲଡ ଯଦି ଗୋଟେ ମୁଭି କ୍ରିଏଟ କଲା, ଯୋଉଥିରେ କି ମାନେ ଆପଣ ଇମାଜିନାରୀ ୱାର୍ଲଡ ମାନେ ସ୍କାଇ ଫାଇ ଯୋଉ ମୁଭି ଆମେ କହୁଛେ ସେଇଟା। ଆଉ ନହେଲେ ବହୁତ ସାରା ଭରା ଭରା ଆକ୍ସନ ଥିବ, ଲଭ ସଙ୍ଗ ଥିବ, କମର୍ସିଆଲ ମୁଭି, ଏମିତି ହେଲେ ଗୋଟେ ମୁଭି ଆପଣଙ୍କୁ ଭଲ ଲାଗିବ। ବଟ୍ ମୂଳରୁ ମୁଁ ଯୋଉ କହିଲି ଦି ତିନିଟା ପଏଣ୍ଟ, ବରବଧୁ ସହିତ ସେଇ ଜିନିଷ ଚାଲିଛି। ଦେଖନ୍ତୁ, ବରବଧୁ ମୁଭି କୌଣସି ଗୋଟେ ମାସ୍ ମସଲା ମୁଭି ନୁହଁ। ଏଥିରେ ନା ଆପଣ ଆକ୍ସନ ପାଇବେ, ନା ମାସି ସଙ୍ଗ ପାଇବେ, ନା ସସ୍ପେନ୍ସ ପାଇବେ, ନା ଥ୍ରିଲର ପାଇବେ, କିଛି ହେଲେ ବି ମାନେ ସେଇ ଟାଇପର କିଛି ହେଲେ ବି ଆପଣ ପାଇବେନି। କି ଓଭର ଡ୍ରାମାଟିକ କିଛି ଗୋଟେ କଣ୍ଟେଣ୍ଟ, ସେମିତି ନାହିଁ। ଗୋଟେ ସିମ୍ପଲ ଷ୍ଟୋରି ଲାଇନ, କିନ୍ତୁ ସେ ଷ୍ଟୋରିକୁ ଡିରେକ୍ଟର ଯୋଉ ୱେରେ ପ୍ରେଜେଣ୍ଟ କରିଛି, ଦ୍ୟାଟ ଇଜ ମୋର ଇମ୍ପୋର୍ଟାଣ୍ଟ ପାର୍ଟ ଅଫ ଦିସ୍ ମୁଭି। କାରଣ ଭାଇ ଷ୍ଟୋରି ତ ପୁରାପୁରି, ଆପଣ ଯଦି ଷ୍ଟୋରିକୁ ଗୋଟେ ଲାଇନରେ ଯଦି ଡେସକ୍ରାଇବ ଯଦି କରିବେ, ଗୋଟେ ରୁରାଲ ଗାଁର ଷ୍ଟୋରି, ଗୋଟେ ପୁଅ ଝିଅର ଲଭ ଷ୍ଟୋରି ଭିତରେ ବହୁତ କିଛି ଅଛି, ବୁଝିପାରିଲେ ନା? ବହୁତ କିଛି ଅଛି। ଆଣ୍ଡ ଏଇଟା ମୋର ପଏଣ୍ଟ ଅଫ ଭ୍ୟୁ। ମୁଭିକି ସମସ୍ତେ ଗୋଟେ ଲଭ ଷ୍ଟୋରି ଭାବେ ଗ୍ରହଣ କରୁଛନ୍ତି, ଯେ ବରବଧୁ ଗୋଟେ ଲଭ ଷ୍ଟୋରି ମୁଭି। ବଟ୍ ମୁଁ କହିବି ନା, ଏଇଟା ଗୋଟେ ଲଭ ଷ୍ଟୋରି ମୁଭି ନୁହଁ। ଏଇଟା ହଉଛି ଓଡିଶାର ଗୋଟେ ରିଏଲିଟି। ଓଡିଶାରେ ଜବ୍ କ୍ରାଇସିସ୍ ଏତେ ନେକ୍ସଟ ଲେଭେଲ ଅଛି, ତାର ଗୋଟେ ଉଦାହରଣ ହଉଛି ଏ ମୁଭି। କାରଣ ମୁଭିରେ ଯୋଉ ଜିନିଷଟାକୁ ମେନ୍ ଫୋକସ କରାଯାଇଛି, ଜବ୍ କ୍ରାଇସିସ୍ ର ଗୋଟେ ଭ୍ୟାଲ୍ୟୁ ଏଥିରେ ପ୍ରେଜେଣ୍ଟ କରାଯାଇଛି। କାରଣ ଆଜିକା ଡେଟରେ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଜଣେ ଲୋକ କୋଉ ଲେଭେଲ ପର୍ଯ୍ୟନ୍ତ ଯାଇପାରିବ, ସେ ଜିନିଷଟା ମୁଭିରେ ପ୍ରେଜେଣ୍ଟ କରାଯାଇଛି। ଆଣ୍ଡ ତାକୁ ସେମାନେ ପ୍ରେଜେଣ୍ଟ କରିବାର ମିଡିୟମ ରଖିଛନ୍ତି ଗୋଟେ ଲଭ ଷ୍ଟୋରି। ମେନ୍ ଫୋକସ ହଉଛି ଜବ୍, ସେକେଣ୍ଡ ଫୋକସ ହଉଛି ଲଭ ଷ୍ଟୋରି, ବୁଝିପାରିଲେ କି? ମୁଭିର ଷ୍ଟୋରି ହଉଛି ସିମ୍ପଲ। ଗୋଟେ ପିଲା ଯାହାକୁ 27-28 ବର୍ଷ ହେଲାଣି, ଶୈଳେନ୍ଦ୍ର, ତାର ଏବେ ବାହାଘର ଖୋଜା ଚାଲିଛି। ଆଉ ଗୋଟେ ସାଇଡରେ ଗୋଟେ ଝିଅ ଅଛି ଯିଏକି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପେୟାର ହଉଛି, ଆଣ୍ଡ ସି ଇଜ ଡେସ୍ପରେଟ୍ ଫର ଏ ଗଭର୍ଣ୍ଣମେଣ୍ଟ ଜବ୍। ତାକୁ ଗୋଟେ ଅପରଚୁନିଟି ଗୋଟେ ମିଳିଛି ଗୋଟେ ଗାଁରେ ଅଙ୍ଗନବାଡି ୱାର୍କର ହବା ପାଇଁ, ଯୋଉଟା କି ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍, ଆଣ୍ଡ ତା ପାଇଁ ସେ କିଛି ବି କରିବାକୁ ରେଡି। ଆକୁ ନେଇକି ହିଁ ମୁଭି ଚାଲିଛି। नो डाउट ଆମେ ଡିସ୍କସନ କଲାବେଳେ ବହୁତ ସାରା କିଛି ସ୍ପଏଲର ଆସିବ, ବଟ୍ ମୁଁ ଟ୍ରାଏ କରିବି ଯେତେ ହେଇପାରିବ ମୁଭିର ଷ୍ଟୋରି ଲାଇନ ଟିକେ ମାନେ ଲୁଚିକି ରହୁ। କାରଣ ମୁଁ ଆଉ ଗୋଟେ ଜିନିଷ ବି କହିଦଉଛି, ଯୋଉମାନେ ଏପର୍ଯ୍ୟନ୍ତ ମୁଭି ଦେଖିନାହାନ୍ତି,
ଦୟାକରି ଭିଡ଼ିଓ ଦେଖନ୍ତୁନି, କାରଣ ବହୁତ ସାରା ଜିନିଷ ସେମାନେ ସ୍ପଏଲର ଦେବେ। ତ ଏଇଟା ହଉଛି ମୁଭିର ଷ୍ଟୋରି ଲାଇନ୍। ବଟ୍ ଯେମିତି ବିଶ୍ୱରଞ୍ଜନ ଭାଇକି ମୋ ତରଫରୁ ଯେତେ ସାଲ୍ୟୁଟ୍ ଦେବି ସେତେ ବି କମ୍ ହବ। ମୁଭିର ଷ୍ଟୋରି ସେ ଲେଖିଛନ୍ତି, ସ୍କ୍ରିନ୍ ପ୍ଲେ ସେ ଲେଖିଛନ୍ତି, ଡିରେକ୍ସନ ସେ ଦେଇଛନ୍ତି, ଆଣ୍ଡ ଯୋଉ ୱେରେ ସେ ଦେଇଛନ୍ତି ଦ୍ୟାଟ୍ ଇଜ ଫ୍ୟାଣ୍ଟାଷ୍ଟିକ୍। ଦେଖନ୍ତୁ ମୁଁ ଗୋଟେ ଜିନିଷ ଖାଲି ଆପଣଙ୍କୁ କହୁଛି, ଯୋଉମାନେ ମୁଭି ଦେଖିଥିବେ, ମୁଭିର ଇଣ୍ଟରଭାଲ ଯୋଉ ଟାଇମରେ ଆସିଲା, କେତେ ଜଣ ଆପଣ ମାନେ ସେଇ ଜିନିଷଟା ଏକ୍ସପେକ୍ଟ କରିଥିଲେ ଏଇ ଟାଇମରେ ହିଁ ଇଣ୍ଟରଭାଲ ଆସିବ। ମୁଁ କହିବି ଏ ମୁଭିର ସବୁଠୁ ବଡ ମାଷ୍ଟର ଷ୍ଟ୍ରୋକ ହଉଛି ମୁଭିର ଇଣ୍ଟରଭାଲ। ମୁଁ ଲିଟରାଲି କହୁଛି, ମୁଁ ଇଣ୍ଟରଭାଲ ଯେତେବେଳେ ଦେଖିଲି ନା, ଯୋଉ ପଏଣ୍ଟରେ ଇଣ୍ଟରଭାଲ ହେଲା, ଆଇ ୱାଜ ସକ୍। କାରଣ ମୁଁ ଏଇ ଟାଇପର କିଛି ହବ ବୋଲି ମୁଁ ତ କେବେ ବି ଭାବିନଥିଲି। ସିରିୟସଲି କହୁଛି, ମୁଁ କେବେ ବି ଭାବିନଥିଲି। ଇଣ୍ଟରଭାଲ ସେଇ ଟାଇମରେ ଆସୁଛି, ଜଣେ ସାଙ୍ଗ ଆଉ ଜଣେ ସାଙ୍ଗ ସହିତ ବହୁତ ଦିନ ପରେ ଆସିବାର ଅଛି, ବଟ୍ ସେଇ ଟାଇମରେ ସେମାନଙ୍କର ଦେଖା ସାକ୍ଷାତ ହଉଛି। ଜଣେ ଯିଏକି ଜବ୍ ପାଇଁ ଆପ୍ଲାଏ କରିଛି ଫେକରେ, ମାନେ ଭୁଲ ୱେରେ, ସିଏ ସେଠି ନିଜକୁ ବ୍ୟାକ୍ କରୁଛି, ମୁଁ ଯାହା କରିଦେଇଛି ସେ ଭୁଲ ହେଇଯିବନି ତ। ମାନେ ମୁଁ କହିବି ନା, ବହୁତ ସାରା ଜିନିଷ। କାରଣ ଯୋଉ ଜିନିଷରେ ଆକ୍ଚୁଆଲି ଡର ଆମକୁ ପ୍ରଥମରୁ ମୁଭି ଆଣୁଥିଲା, ଏଇ ଜିନିଷ ହିଁ କରେ ଗୋଟେ ଟାଇମରେ ସବୁ ଯାକ ଜିନିଷ ଜଷ୍ଟ ମିକ୍ସ ଅପ୍। ଆଣ୍ଡ ଦ୍ୟାଟ୍ ଇଜ ଇଣ୍ଟରଭାଲ। ଆଉ ଇଣ୍ଟରଭାଲ ମତେ ଏତେ ବଢିଆ ଲାଗିଲା, ଇମାଜିନ କରିପାରିବେନି। ଇଣ୍ଟରଭାଲ ସେମିତିଆ ରଖାଯାଇଛି ଯୋଉଠି କି ଜଣେ ଲୋକ ଯଦି ଇଣ୍ଟରଭାଲ ପର୍ଯ୍ୟନ୍ତ ବସିଲା, ଦେ ହ୍ୟାଭ୍ ଟୁ ସିଟ୍ another next 1 hour। ବୁଝିପାରିଲେ କି? କାରଣ ମୁଭି ପାଇଁ ଟାଇମ ଲେଖା ହଉଛି 2 ଘଣ୍ଟା 10 ମିନିଟ। ଯଦି ଆପଣ ଘଣ୍ଟେ ଯଦି ବସିକି ଇଣ୍ଟରଭାଲ ପର୍ଯ୍ୟନ୍ତ ପଳେଇଲେ, ନେକ୍ସଟ ଯୋଉ ଘଣ୍ଟାଟା ପାଇଁ ଆପଣ ବାଧ୍ୟ ହେବେ ବସିବା ପାଇଁ। ଆଣ୍ଡ ପ୍ରଥମ ଟା କିଛି ବି ଖରାପ ନାହିଁ, ପ୍ରଥମ ଭାଗଟା ବହୁତ ହିଁ ମାନେ ଯୋଉ କଣ ନା, ଯୋଉ ଷ୍ଟୋରିଟାକୁ ଯୋଉ କ୍ୟାରେକ୍ଟର ଯୋଉ ଷ୍ଟୋରି ସେମାନେ ବିଲ୍ଡ ଅପ୍ କରିଥିଲେ, ଭାଇ ବହୁତ ହିଁ ବଢିଆ। ତାପରେ ମୁଁ କହୁଛି ମୁଭିର ଯୋଉ ପରଫର୍ମାନ୍ସ, ମୁଁ ମୋ ରିଭ୍ୟୁ ଭିଡ଼ିଓରେ ବି କହିଥିଲି, ଏଥିରେ ବି କହୁଛି, ଭାଇ ମୁଭିର ପରଫର୍ମାନ୍ସ ଯୋଉ କ୍ୟାରେକ୍ଟରକୁ ବି ଆପଣ ନେବେ ନା, ସିଏ ତାଙ୍କର ବେଷ୍ଟ ପରଫର୍ମାନ୍ସ ଏ ମୁଭିରେ ଦେଇଛନ୍ତି। ଆଣ୍ଡ ଆଉ ଗୋଟେ କଥା, ଭାଇ ଏଥିରେ କୌଣସି ଆକ୍ଟର ତାର କି ଗୋଟେ ଷ୍ଟାର ତାର ଷ୍ଟାରିଜମକୁ ଏଥିରେ ଦେଖେଇନି। ଏମିତି ନାହିଁ ଯେ ଶୈଳେନ୍ଦ୍ର ପୂର୍ବରୁ କେବେ ମୁଭି କରୁନାହାନ୍ତି, କି ଶୈଳେନ୍ଦ୍ର ତାଙ୍କ ମୁଭିର ଗୋଟେ ଅରା ଏଥିରେ ଦେଖେଇନାହାନ୍ତି, ହିରୋଇନ ଏଥିରେ ତାଙ୍କର ଗୋଟେ ଅରା ଦେଖେଇନାହାନ୍ତି ନା ଭାଇ। ସେମାନେ ଜଷ୍ଟ ସେ ଗାଁର ସେ କ୍ୟାରେକ୍ଟରକୁ ଏ ମୁଭିରେ ପ୍ଲେ କରିଛନ୍ତି, ସେଇ କ୍ୟାରେକ୍ଟରକୁ। ସେଥିପାଇଁ ମୁଭିକି ଭାଇ ଏତେ ସାରା ପ୍ରେଜ ମିଳୁଛି। ଶିବାନୀ ସେଇ କ୍ୟାରେକ୍ଟର କରିଛି ଯୋଉ ପିଲା କି ଭାଇ ଲାଇଫରେ ତାର କିଛି ବି ହେଇଯାଉ କିଛି ଫରକ ପଡେନି, ବଟ୍ ଆଟ୍ ଦ ଏଣ୍ଡ ତାକୁ ଗୋଟେ ଗଭର୍ଣ୍ଣମେଣ୍ଟ ଜବ ଦରକାର। ଆଣ୍ଡ ସେଇ କ୍ୟାରେକ୍ଟର ଶିବାନୀ ଏତେ ବ୍ୟୁଟିଫୁଲ ୱେରେ ପ୍ରେଜେଣ୍ଟ କରିଛି, ତାର ଇନୋସେନ୍ସ ନିଅ, ତାର ସିମ୍ପଲିସିଟି ନିଅ, ଆଉ ତାର ଲାଇଫରେ ତାର ଯୋଉ କ୍ଲାରିଟି, ମାନେ ସେ ଗଭର୍ଣ୍ଣମେଣ୍ଟ ଜବ ପାଇବା ପାଇଁ ତାର ଯୋଉ କ୍ଲାରିଟି, ଆଉ ସେ କୋଉ ଏକ୍ସପେକ୍ଟ ପର୍ଯ୍ୟନ୍ତ ଯାଇପାରିବ, ସେଇ ଜିନିଷଟା ହଉଛି ମୁଭିର ମେନ୍। ଆଉ ତାଙ୍କର ଆକ୍ଟିଂରୁ ଆପଣ ମାନେ ସେଇ ଜିନିଷଟା ନୋଟିସ୍ କରିପାରିବେ। ଏମିତି ନାହିଁ ଯେ ସେଥିରେ ଶିବାନୀ ଅଛି, ନା, ଏଥିରେ ସେଇ ଟାଇପର ଗୋଟେ ଝିଅ ଅଛି, ଯୋଉ ଝିଅଟି ଗାଁରେ ଅଛି, ଆଣ୍ଡ ତାର ଲାଇଫର ମୋଟୋ ହିଁ କିଛି ଡିଫରେଣ୍ଟ ଅଛି। ଗୋଟେ କ୍ୟାରେକ୍ଟର ହଉଛି ଶୈଳେନ୍ଦ୍ର। ମୁଁ କହିବି ଶୈଳେନ୍ଦ୍ର ତା କ୍ୟାରିୟରର ବେଷ୍ଟ ପରଫର୍ମାନ୍ସ ଏଥିରେ ଦେଇଛି। ତାର କାରଣ ହଉଛି, ଏଥିରେ ଶୈଳେନ୍ଦ୍ରକୁ ଆପଣ ଯେତେବେଳେ ଦେଖିବେ, ଫ୍ରମ୍ ଦ ବିଗିନିଂରୁ ଟିଲ୍ ଦ ଲାଷ୍ଟ ସିନ୍ ପର୍ଯ୍ୟନ୍ତ, ଆପଣଙ୍କୁ ଏଇଟା ଫିଲ୍ ହବନି ଯେ ଶୈଳେନ୍ଦ୍ର ଏ ମୁଭିରେ ଆକ୍ଟିଂ କରୁଛି। ଆପଣଙ୍କୁ ଏଇଟା ଫିଲ୍ ହବ ଯେ ଗୋଟେ ଗାଁର ଗୋଟେ ସିନ୍ ଆମେ ଦେଖୁଛେ, ଯୋଉ ଗାଁର ଗୋଟେ ପିଲା ହଉଛି ଶୈଳେନ୍ଦ୍ର। ଶୈଳେନ୍ଦ୍ରକୁ ଗୋଟେ ଗାଉଁଲି ପିଲା ହିସାବରେ, ଗୋଟେ ବେକାର ପିଲା ହିସାବରେ ଯୋଉ ଟାଇପର ଦେଖାଯାଇଛି ଏଥିରେ ନା, ଆପଣ ଫିଲ୍ କରିବେ ତାର କହିବାର ଷ୍ଟାଇଲ, ଆଉ ତାକୁ ଯୋଉ ଡାଇଲଗ ଦିଆଯାଇଛି, ମାନେ ଗୋଟେ ଗୋଟେ ସ୍ପଣ୍ଟାନିୟସ ଭାବରେ ତାର ଡାଇଲଗ ବାହାରୁଛି। ଏମିତି ନାହିଁ ଯେ ସେ କୌଣସି ଡାଇଲଗକୁ ମାନେ ଘୋଷୁଛି, ଘୋଷିଲା ପରେ ସେ ଡାଇଲଗ ସିଧେ ପରଫର୍ମାନ୍ସ କରୁଛି ନା, ଗୋଟେ ଫ୍ଲୋରେ, ଗୋଟେ ଫ୍ଲୁଏଣ୍ଟ ୱେରେ ଗୋଟେ ଡାଇଲଗ ଯେମିତି ବାହାରେ, ଗୋଟେ ନର୍ମାଲ କନଭରସେସନରେ ଗୋଟେ ଡାଇଲଗ ଯେମିତି ବାହାରେ, ତାର ଡାଇଲଗ ବି ସେଇ ଟାଇପର ଅଛି। ମୁଁ କହିଲି ନା, ସେଥିପାଇଁ ମୁଭିଟା ସେତିକି ହାର୍ଟ ଅଛି, ସେତିକି ରିଲେଟେବୁଲ ଲାଗୁଛି। କାରଣ ଗୋଟେ କ୍ୟାରେକ୍ଟର ଦି ଜଣଙ୍କ ଭିତରେ ଯୋଉ କନଭରସେସନ ହଉଛି, କି ଶୈଳେନ୍ଦ୍ରର ଯୋଉ ଇମୋସନ ଯୋଉ ଆସୁଛି, ଯୋଉଟା ମାନେ ସିଏ ଡେଲିଭର କରୁଛି ଥ୍ରୁ ଆଉଟ୍ ଦ ମୁଭି, ସେଟା ଆପଣଙ୍କୁ ସେତିକି ରିଅଲିଷ୍ଟିକ ଲାଗିବ, ଆଣ୍ଡ ସେତିକି ର ଅଛି। ଏଇ ମୁଭିରେ କେତେଟା ସିନ୍ ମୁଁ ଆପଣଙ୍କୁ କହୁଛି। ଗୋଟେ ସିନ୍ ହଉଛି ଯେତେବେଳେ ଶୈଳେନ୍ଦ୍ର ଲାଷ୍ଟକୁ ଯେତେବେଳେ ରୋଷେଇ କରିକି ଆସିବ, ଆଣ୍ଡ ତାକୁ 17,000 ଟଙ୍କା ମିଳିବ, ତାପରେ ସେ ଆସି ଘରକୁ ଆସିଲା ପରେ ସେ ଯୋଉ କାନ୍ଦିବ ତା ମାଆକୁ ଧରିକି, ଭାଇ ଗୁଜବମ୍ପ। ଲିଟରାଲି ଯୋଉମାନେ ସେ ମୁଭିକି ଦେଖିଥିବେ, ସେ ଷ୍ଟୋରି ସହିତ ଯୋଉମାନେ ଆକ୍ଚୁଆଲି ଡିପ୍ କୁ ଯାଇଥିବେ, ସେମାନେ ସେ ମୋମେଣ୍ଟର ଫିଲ୍ ଆକ୍ଚୁଆଲି ଜାଣିଛନ୍ତି। ମୋତେ ସିରିୟସଲି ମତେ ଗୁଜବମ୍ପ ଲାଗେ। ସେଇଟା ଗୋଟେ ସିନ୍। ଆଉ ଗୋଟେ ସିନ୍ ହଉଛି
ଯେତେବେଳେ ଶୈଳେନ୍ଦ୍ର ନିଜର ହୋଟେଲ ପାଇଁ ମାନେ ଯୋଉ କାମ କରିବା ପାଇଁ ଦୌଡ଼ି ଯେତେବେଳେ ଯିବ ସେ ସିନ୍ ଟା ଆପଣ ମାନେ ଦେଖିବେ ଏତେ ନ୍ୟାଚୁରାଲ ଏତେ ବ୍ୟୁଟିଫୁଲ ୱେରେ ସେ ଜିନିଷକୁ ସେ ପୋର୍ଟ୍ରେ କରିଛି ଭାଇ ବହୁତ ହିଁ ବଢିଆ। ଆଉ ଗୋଟେ ସିନ୍ ହଉଛି ଆଉ ଥ୍ରୋ ଆଉଟ୍ ଦ ମୁଭିରେ ଶୈଳେନ୍ଦ୍ର ଯୋଉ ଇମୋସନ୍ସ ଯୋଉ ୱେରେ ସେ ପ୍ରେଜେଣ୍ଟ କରିଛି ତାର ସ୍ମାଇଲ ନେଇଯାଆନ୍ତୁ ଗୋଟେ ଝିଅ ସହିତ କଥାବାର୍ତ୍ତା ହେବା ପୂର୍ବରୁ ତାହାର ଯୋଉ ସଂଯମତା ଯୋଉ ୱେରେ ସେ ନିଜକୁ ରଖୁଛି ସେଇ ଜିନିଷକୁ ଆପଣ ମାନେ ନିଅନ୍ତୁ ମାନେ ମୁଁ କହିଲି ନା ସବୁ ଜିନିଷ ଅନ୍ ପଏଣ୍ଟ ଟପ୍ ନଚ୍। ତାପରେ ମୁଁ କହିବି ସୂର୍ଯ୍ୟବଂଶୀ ଭାଇ ସୂର୍ଯ୍ୟବଂଶୀ ନା ଏ ମୁଭି ପାଇଁ ଆପଣ ଯେତେ ବି ପ୍ରେଜ୍ କରିବେ ସେତେ କମ୍ ହବ ଲିଟରାଲି ସେତେ କମ୍ ହବ ମାନେ ଗୋଟେ ଗୋଟେ ମାନେ କ୍ୟାରେକ୍ଟର ଥାଏ ସେ ଆକ୍ଟର ସେ କ୍ୟାରେକ୍ଟରକୁ ହିଁ ଓନ୍ କରେ ଏଥିରେ ସୂର୍ଯ୍ୟମୟୀ ସେ ଯୋଉ କ୍ୟାରେକ୍ଟର ଯୋଉଟା ଅଛି ଅଙ୍ଗନବାଡି ଦିଦିର କ୍ୟାରେକ୍ଟରକୁ ଜଷ୍ଟ ଓନ୍ କରୁଛନ୍ତି ଗୋଟେ ମତେ ପର୍ସନାଲି ଏଇଟା ଫିଲ୍ ହଉଛି ସୂର୍ଯ୍ୟମୟୀ ବୋଧେ ଟାଇମ୍ ନେଇଛନ୍ତି ଗାଁ ଗହଳିକୁ ଯାଇକି କୌଣସି ଗୋଟେ ଅଙ୍ଗନବାଡି ଦିଦି ସେମାନେ ସେ ଅବଜର୍ଭ କରିଛନ୍ତି ଯେ ନାଇଁ ଗୋଟେ ଅଙ୍ଗନବାଡି ଦିଦି ଏଇ ଟାଇପ ର ତାର ମୁଭମେଣ୍ଟ ରହେ ସେ ଏଇ ଟାଇପ ର କଥାବାର୍ତ୍ତା କରେ ତାର ଆକ୍ଟିଭିଟିଜ ଏଇ ଟାଇପ ର ରହେ କାରଣ ମାନେ ମୁଁ ଦେଖିଛି ମୋ ଗାଁରେ ଅଙ୍ଗନବାଡି ଦିଦି ମାନେ ଯୋଉ ଟାଇପ ର ଥାନ୍ତି ମୁଁ ତାଙ୍କୁ ଦେଖିଛି ମତେ ଲିଟରାଲି ସେୟା ହିଁ ଫିଲ୍ ହେଲା ମତେ କେବେ ହେଲେ ବି ଥ୍ରୁ ଆଉଟ୍ ଦ ମୁଭି ମତେ କେବେ ହେଲେ ଫିଲ୍ ହେଲାନି ଯେ ଓଡିଆର ଯୋଉ ଆକ୍ଟ୍ରେସ ସେ ମୁଭି କରିଛି ବୋଲି ମତେ ଫିଲ୍ ହେଲା ଗାଁରେ ଜଣେ ଅଙ୍ଗନବାଡି ଦିଦି ଯୋଉ କ୍ୟାରେକ୍ଟର କି ସୂର୍ଯ୍ୟମୟୀ ପ୍ରେଜେଣ୍ଟ କରିଛି ମାନେ ସେତିକି ରିଏଲିଷ୍ଟିକ ମାନେ ମୁଁ ସିନ୍ କହୁଛି ଗୋଟେ ସିନ୍ ଅଛି ଯେତେବେଳେ ଚୋରେଇକି ନେଇକି ଯାଉଥିବେ ମାନେ ପ୍ରଥମରୁ ଦି ତିନିଟା ସିନରେ ଯେତେବେଳେ ଚୋରେଇକି ନଉଥିବେ ସୂର୍ଯ୍ୟମୟୀ ପାନ ଖାଇକି ନା ବାହାରେ ଏମିତି ଅନଉଥିବେ କିଏ କୋଉଠି ଆସୁନାହାନ୍ତି ତ ସେଇଟା ଗୋଟେ ସିନ୍ ଆଉ ଗୋଟେ ସିନ୍ ହଉଛି ଯେତେବେଳେ ସୂର୍ଯ୍ୟମୟୀ ତାଙ୍କ ପ୍ରଥମ ଥର ଯେତେବେଳେ ତାଙ୍କ ମାଙ୍କ ପାଖକୁ ଯାଉଥିବେ ଗାଁରେ ସଂକୀର୍ତ୍ତନ ଚାଲୁଥିବ ତାଙ୍କ ଘରେ ଯାଇ ପହଞ୍ଚିବେ ସେଠି ସେ ତାଙ୍କ ମାଙ୍କୁ ପ୍ରଣାମ କରିବାଠୁ ଆରମ୍ଭ କରି ସେ ମାନେ ଆମର କଣଟି ଜୟସିଂ ଯେତେବେଳେ ସେ ମୁଣ୍ଡରେ ଗୋଟେ କିସ୍ କରିବେ ସେ ଯୋଉ କନଭରସେସନ ଭାଇ ଏତେ ନ୍ୟାଚୁରାଲ ଏତେ ଅଥେଣ୍ଟିକ ସିଏ ଲାଗୁଥିବ and ମୁଁ କହିବି ଥ୍ରୁ ଆଉଟ୍ ଦ ମୁଭି ଯେତେବେଳେ ଫାର୍ଷ୍ଟ ଟାଇମ୍ ପାଇଁ ଶିବାନୀଙ୍କ ଘରକୁ ଯେତେବେଳେ ଯାଇଥିବେ ପାନ ଖାଉଥିବେ ଚଷମା ଖୋଲିବେ ଯେତେବେଳେ ସେ ଆସି କଥାବାର୍ତ୍ତା ହେବେ ସେ ମ୍ୟାଡାମଙ୍କ ସହିତ ଫୋନରେ ଆଣ୍ଡ ତାପରେ ମାନେ ତାଙ୍କର ଯାହାବି କନଭରସେସନ ମୁଭିରେ ଅଛି ତାଙ୍କର ଯାହାବି କଥାବାର୍ତ୍ତା ଅଛି ତାଙ୍କର ଯାହାବି ଆକ୍ଟିଂ ଅଛି ମୁଁ ଏଇଟା ଭାବୁଛି ତାଙ୍କ ପାଖରେ ଆଉ କେହି ଜଣେ ବେଟର କରିପାରିଥାନ୍ତେ ମାନେ ସେ କ୍ୟାରେକ୍ଟର ସେ ସେତିକି ଓନ୍ କରିଛନ୍ତି ତାଙ୍କୁ ଛାଡିକି ମୁଁ ଏବେ ସେଇ ତାଙ୍କ ରୋଲରେ ଆଉ କାହାକୁ ମୁଁ ଏବେ ରଖେଇ ହିଁ ପାରୁନି ଟୁ ଗୁଡ୍ ଟୁ ଗୁଡ୍ କ୍ରିଷ୍ଟାଲ କ୍ଲିୟର ପରଫର୍ମାନ୍ସ ଟପ୍ ନଚ୍ ଅନ୍ ପଏଣ୍ଟ କେହି ଗୋଟେ ପଏଣ୍ଟରେ ବି କ୍ୱେଶ୍ଚିନ୍ ମାର୍କ କରିପାରିବେ ଆଣ୍ଡ ଥାର୍ଡ କ୍ୟାରେକ୍ଟର ହଉଛନ୍ତି ହରର ମାନେ ମୁଁ କହିଲି ନା ହରର ତ ବହୁତ ଏକ୍ସପିରିଏନ୍ସ ଆକ୍ଟର ଜଣେ ଯିଏକି ବହୁତ ପୂର୍ବରୁ ସେ ଅଲରେଡି ଇଣ୍ଡଷ୍ଟ୍ରିରେ ଅଛନ୍ତି ଆଣ୍ଡ ଏଥିରେ ବି ତାଙ୍କ ଯୋଉ ଏକ୍ସପିରିଏନ୍ସ ଏଥିରେ ସେ ଯୋଉ ୱେରେ ପ୍ରେଜେଣ୍ଟ କରିଛନ୍ତି ଏଥିରେ ବି ଆପଣ ତାଙ୍କର କ୍ୟାରେକ୍ଟରକୁ ନିଅନ୍ତୁ ସେ କ୍ୟାରେକ୍ଟରର ଡିମାଣ୍ଡ ଯାହା ତାକୁ ସେ ଜଷ୍ଟ ଫୁଲଫିଲ୍ କରିଛନ୍ତି ଆଉ ମତେ ଏଥିରେ ଆଉ ଗୋଟେ ଜିନିଷ ସବୁଠାରୁ ବେଷ୍ଟ ଲାଗିଲା କୌଣସି ଆକ୍ଟରର ଡାଇଲଗ କିନ୍ତୁ କିଛି ଏକ୍ସଟ୍ରା ନାହିଁ ସମସ୍ତଙ୍କ ଡାଇଲଗ ସେଇ ଟାଇପର ରଖାଯାଇଛି ଯେତିକି ଦରକାର ସେତିକି ସେମାନେ କହୁଛନ୍ତି ଡାଇଲଗ ଏମିତି କିଛି ନାହିଁ ଫାଲତୁରେ ଡାଇଲଗ ଫାଲତୁରେ କମେଡି ପାଇଁ ସେମାନେ ପଞ୍ଚେସ୍ କିଛି ଆଡ୍ କରୁଛନ୍ତି ସେମିତି କିଛି ହେଲେ ନାହିଁ ସେ ପଏଣ୍ଟ ଅଫ ଟାଇମରେ ଯେତିକି ନିଡ୍ ଅଛି ଡାଇଲଗ ସେତିକି ଦ୍ୟାଟ୍ ମଚ୍ ଏନଫ୍ ଏମିତି କିଛି ନାହିଁ ଯେ ମତେ ଏକ୍ସଟ୍ରା କିଛି ଏଫର୍ଟ ଦବାକୁ ପଡୁଛି ଏକ୍ସଟ୍ରା କିଛି ଡାଇଲଗ ଦବାକୁ ପଡୁଛି ଏ ସିନରେ ମତେ ଆଉ ଲୋକଙ୍କୁ ହସେଇବାର ଅଛି ଫାଲତୁରେ କିଛି ଗୋଟେ ନା ସେଇ ଜିନିଷ ମତେ ବହୁତ ଭଲ ଲାଗିଲା ଯେତିକି ନିଡ୍ ସେତିକି ଦ୍ୟାଟ୍ ଇଜ ବେଷ୍ଟ ଯେତିକି ଡାଇଲଗ ଯେତିକି ଏକ୍ସପ୍ରେସନ ସବୁ ଅନ୍ ପଏଣ୍ଟ ଆଣ୍ଡ ଭାଇ ଏଥିରେ ଆଉ ଗୋଟେ ଜିନିଷ ମତେ ବହୁତ ଅଥେଣ୍ଟିକ ଲାଗିଲା ଗୋଟେ ଗାଁର ସିନେରୀ ଆଣ୍ଡ ଗୋଟେ ଗାଁର ଭାଇବ ଗାଁର ଏନଭାରମେଣ୍ଟକୁ ଯୋଉ ଟାଇପର ମାନେ ପ୍ରେଜେଣ୍ଟ କରିଛନ୍ତି ମତେ ସେଇଟା ବହୁତ ଭଲ ଲାଗେ କାରଣ ଏମିତି ବହୁତ ସାରା ମୁଭିରେ ଆମେ ଦେଖିଛେ ଗାଁକୁ ଦେଖଉଥିବେ କିନ୍ତୁ ଗାଁର ଯୋଉ ଲାଇଫଷ୍ଟାଇଲକୁ ଦେଖଉଥିବେ ବାହାର କିଛି ସେଇଟା ଏଥିରେ ନାହିଁ ଗାଁ ମାନେ ଗାଁ ଲୋକଙ୍କର ଡ୍ରେସିଂ ସେନ୍ସରୁ ଆରମ୍ଭ କରି ଲୋକମାନଙ୍କର କଥାବାର୍ତ୍ତାକୁ ଆରମ୍ଭ କରି ସବୁ ଜିନିଷ ଗୋଟେ ଗାଁର ହିଁ ଅଛି ଯୋଉଟା କି ଆପଣ ବହୁତ ହିଁ ରିଲେଟେବୁଲ ଆପଣ ନିଜ ଲାଇଫ ସହିତ ଆକୁ ରିଲେଟ କରିପାରିବେ ଆଉ ଗୋଟେ ଜିନିଷ ହଉଛି ଆଉ ଗୋଟେ ପ୍ଲସ ପଏଣ୍ଟ ହଉଛି ମୁଭିର ସଙ୍ଗ ଦେଖନ୍ତୁ ଆମେ ଗୋଟେ ମୁଭିରେ ସଙ୍ଗ ଆସୁଛି ମାନେ ଆମେ ନୋ ଡାଉଟ ତିନି ଚାରିଟା ଗୀତ ଥିବ ଆମେ ସବୁବେଳେ ଭାବୁ ଗୋଟେ ତ ଗୀତ ଥିବ ଯୋଉଟା କି ଗ୍ଲାମର ମାନେ ଗ୍ଲାମର ଇନ ଦ ସେନ୍ସ
ମୁଭିରେ ଷ୍ଟୋରି ଲାଇନ୍ କିଛି ଡିଫରେଣ୍ଟ ଥିବ ବଟ୍ ସେଇ ଗୀତରେ ସେମାନଙ୍କ କଷ୍ଟ୍ୟୁମ୍ କିଛି ଡିଫରେଣ୍ଟ ଥିବ। ସେମାନେ ଆଉ ଗୋଟେ ଜାଗାରେ ଯାଇକି ନାଚୁଥିବେ। ଭାଇ ଏ ମୁଭିରେ ସେଇଟା ନାହିଁ। ଯୋଉଟା କି ଏକରେ ତ ମୁଁ ସରପ୍ରାଇଜ ହେଲି, ଦ୍ୟାଟ୍ ଟୁ ବି ମତେ ସେକେଣ୍ଡରେ ବହୁତ ଭଲ ଲାଗିଲା। କାରଣ ମୁଭିରେ ଯାହା ବି ଗୀତ ଅଛି ନା, ସେ ଜଷ୍ଟ ମୁଭିର ଷ୍ଟୋରି ଲାଇନକୁ ଫରୱାର୍ଡ କରୁଛି। କିଛି ବି ନାହିଁ ଯେ ଗୋଟେ ଟାଇମରେ ଷ୍ଟୋରି ପଜ୍ ହେଇଯାଇଛି, ସେମାନେ ବାହାରେ ଯାଇ ଗୋଟେ ସୁଟିଂ ସେଟ୍ କିମ୍ବା ବାହାରେ କୋଉଠି ଗୋଟେ ନ୍ୟାଚୁରାଲ ବିୟୁଟି, ଏମିତି କିଛି ନେଚର କିଛି ବିୟୁଟି, ସେ ସବୁ ପାହାଡ ପର୍ବତରେ ଯାଇ ନଚାନଚି କରୁଛନ୍ତି, ସେମିତି ହିଁ କିଛି ନାହିଁ। ସବୁ ଯାକ ଗୀତ ନା ଜଷ୍ଟ ଷ୍ଟୋରିକୁ ଫରୱାର୍ଡ କରୁଛି, ଯୋଉଥିପାଇଁ କି ମୁଭି ବହୁତ ଇଣ୍ଟରେଷ୍ଟିଂ ଲାଗୁଛି। ଆଣ୍ଡ ଆପଣଙ୍କୁ କେବେ ହେଲେ ଫିଲ୍ ହବନି ଯେବେ ମୁଁ ଏ ଗୀତଟା ଟିକେ ମିସ୍ କରିଦେବି। ବହୁତ ବଢିଆ ହେଇଛି, ବହୁତ ବଢିଆ ହେଇଛି। ତ ଦେଖନ୍ତୁ, ଏଇ ମୁଭିଟା ମତେ ସେଥିପାଇଁ ବହୁତ ଭଲ ଲାଗିଲା। ମୁଭି ମତେ ଅଥେଣ୍ଟିକ ଲାଗିଲା। ଏମିତି କିଛି ହେଲେ ବି ଜିନିଷ ମୁଭିରେ ନାହିଁ ଯୋଉଟା କି ଅନଏକ୍ସପେକ୍ଟେଡ ଇନ ଦ ସେନ୍ସ ଯୋଉ ଜିନିସଟା କେବେ ହେଇପାରିବନି। ମୁଭି ଗୋଟେ ରିଅଲ ଷ୍ଟୋରି ଲାଇନକୁ ଏଥିରେ ପ୍ରେଜେଣ୍ଟ କରାଯାଇଛି, ମାନେ ରିଅଲ ଇନ ଦ ସେନ୍ସ ଏଇଟା ତ ସତ ନୁହଁ, ବଟ୍ ସତ ହେଇପାରେ। ଥାର୍ଡ ହଉଛି ମୁଭିରେ ଯୋଉ ଗାଁର ଯୋଉ ଭ୍ୟାଲୁକୁ ପ୍ରେଜେଣ୍ଟ କରାଯାଇଛି, ଦ୍ୟାଟ୍ ଇଜ ରିଅଲ। ମୁଭିରେ ଯୋଉମାନେ ଆକ୍ଟିଂ କରିଛନ୍ତି, ତାଙ୍କର ଆକ୍ଟିଂ ଆଉ ସେ ଆକ୍ଟର ମାନେ ବହୁତ ଡିଫରେଣ୍ଟ ୱେରେ, ବହୁତ ଅଥେଣ୍ଟିକାଲି, ବହୁତ ନ୍ୟାଚୁରାଲି, ବହୁତ ର ୱେରେ ନିଜର ପରଫର୍ମାନ୍ସ ଦେଇଛନ୍ତି। ଆଣ୍ଡ ସ୍କ୍ରିନ୍ ପ୍ଲେ, 2 ଘଣ୍ଟାର ମୁଭି ଆପଣଙ୍କୁ କେବେ ହେଲେ ବୋର କରିବନି। ତ ଏଇ ମୁଭି କି ମୁଁ ଗୋଟେ ମୁଭି ସହିତ କମ୍ପେୟାର କରୁଛି। ପନ୍ ମ୍ୟାନ ଗୋଟେ ମୁଭି ଆସିଥିଲା ମାଲାୟାଲମର, ସେ ମୁଭିର ଷ୍ଟୋରି ଲାଇନ ବି ପୁରା ବି ସିମ୍ପଲ ଥିଲା, ପୁରା ସିମ୍ପଲ। ମାନେ ମୁଭିରେ ଏମିତି କିଛି ଏକ୍ସଟ୍ରା କିଛି ନଥିଲା, ତାର ଷ୍ଟୋରି ଲାଇନ ପୁରା ସିମ୍ପଲ ଥିଲା। ଜଣେ ଲୋକ ସୁନା ଭଡାରେ ଦେଇଛି, ଜଣେ ପିନ୍ଧିକି ତାକୁ ବାହାଘର ହବ ତାର, ତାପରେ ସେ ତା ସୁନା ଫେରେଇ ଦବ। ବଟ୍ ସେ ତା ସୁନା ଫେରେଇଲାନି, ଇଏ ତାର ସୁନା କେମିତି ରିକଭର କରୁଛି। ଷ୍ଟୋରି ଲାଇନ ଦ୍ୟାଟ୍ ସିମ୍ପଲ। ବଟ୍ ସେ ମୁଭିକୁ ଯୋଉ ଟାଇପର ପ୍ରେଜେଣ୍ଟ କରାଯାଇଥିଲା, ଏବେ ବି ହଟଷ୍ଟାର ଅଛି, ଆପଣ ମାନେ ଦେଖିପାରିବେ। ତ ମତେ ଏଇ ମୁଭି ନା ସେଇ କାଟାଗୋରୀ ଟାଇପର ଲାଗିଲା। ମାନେ ମୁଭିର ଷ୍ଟୋରି ଲାଇନ ବହୁତ ହିଁ ସିମ୍ପଲ। ମୁଁ ସେଥିପାଇଁ କହିଲି ନା, ମୁଁ ମୂଳରୁ କହୁଛି ଯେ ଏ ମୁଭିଟା ମତେ ଗୋଟେ ମାଲାୟାଲମ ମୁଭି ଭଳିଆ ଲାଗିଲା। ମୁଭିର ଷ୍ଟୋରି ଲାଇନ ବହୁତ ହିଁ ସିମ୍ପଲ, ବଟ୍ ଦ ୱେ ଦେ ଆର୍ ପ୍ରେଜେଣ୍ଟେଡ୍, ଦେ ଆର୍ ଡିରେକ୍ଟେଡ୍, ଦ ଡିରେକ୍ଟର ନେକ୍ସଟ ଲେଭେଲ କାମ କରିଛନ୍ତି। ଆଉ ଯୋଉଟା କି ବହୁତ ସୁନ୍ଦର ୱେରେ, ବହୁତ ବ୍ୟୁଟିଫୁଲ ୱେରେ କରିଛନ୍ତି, ଯୋଉଥିପାଇଁ କି ମୁଭି ଏବେ ଅଲମୋଷ୍ଟ 7-8 ଦିନ ହେଇଗଲାଣି, ବଟ୍ ଯିଏ ବି ମୁଭି ଦେଖୁଛି ନା, ସିଏ ଆକୁ ପ୍ରେଜ୍ କରୁଛି। ମୁଭିର ଶୋ ବଢୁଛି, ଡିଫରେଣ୍ଟ ଡିଫରେଣ୍ଟ ଜାଗାରେ ମୁଭିକି ଏବେ ନୂଆରେ ରିଲିଜ କରାହଉଛି, କେବଳ ଏଇ ସବୁ ଜିନିଷ। ତ ଆଇ ହୋପ ମୁଁ ଏଇ ଭିଡିଓରେ ଯାହା ବି ସବୁ କହିଲି ମୁଭି ବିଷୟରେ, ଆପଣମାନେ ସେ ଜିନିଷକୁ ରିଲେଟ୍ କରିପାରିଥିବେ। ତ ଆପଣମାନେ ଯଦି ଏପର୍ଯ୍ୟନ୍ତ ବି ଏ ମୁଭି ଦେଖିନାହାନ୍ତି, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ଭାଇ ଏ ମୁଭି ସିଓର ଦେଖିବାକୁ ଯାଆନ୍ତୁ। ବହୁତ ଦିନ ପରେ ଗୋଟେ ବହୁତ ରିଅଲ ଅଥେଣ୍ଟିକ ଷ୍ଟୋରି ଲାଇନକୁ ନେଇକି ଗୋଟେ ମୁଭି ହେଇଛି। ଆପଣମାନେ ଯାଆନ୍ତୁ, ଦେଖନ୍ତୁ, ଏହି ମୁଭି ଏନ୍ଜୟ କରନ୍ତୁ। ଏତିକି ଖାଲି କହିବି। ଆଉ ଆପଣ ଗୋଟେ ଥର ମୁଭି ଦେଖିଲା ପରେ ନା, ଆପଣ କେବେ ରିଗ୍ରେଟ ଫିଲ୍ କରିବେନି ଯେ ଆପଣଙ୍କ ପଇସାଟା ପାଣିରେ ପଡିଲା। ଆପଣ ଏଇଟା ସିଓର ଫିଲ୍ କରିବେ, ଭାଇ ପଇସା ଅସୁଲ ମୁଭି। ଆଣ୍ଡ ମୁଁ ଏଠି ସମସ୍ତଙ୍କୁ ବହୁତ ଧନ୍ୟବାଦ ଦଉଛି, ସ୍ପେଶାଲି ବିଶ୍ୱରଞ୍ଜନ ଭାଇଙ୍କୁ, ଦ୍ୟାଟ୍ ଟୁ ବି ଏଭ୍ରି ଷ୍ଟାର୍ଟର ଅଫ ଦିସ୍ ମୁଭି। ସମସ୍ତେ ନିଜ ଲାଇଫର, ନିଜ କ୍ୟାରିୟରର ୱାନ୍ ଅଫ ଦ ବେଷ୍ଟ ପରଫର୍ମାନ୍ସ ଏଇ ମୁଭିରେ କରିଥାନ୍ତି, ଯୋଉଥିପାଇଁ କି ଥ୍ୟାଙ୍କ ୟୁ।